ଶାନ୍ତନୁଙ୍କ ସହ ବିବାହ ପରେ ସତ୍ୟବତୀଙ୍କ ଔରସରୁ ଚିତ୍ରାଙ୍ଗଦ ନାମକ ଗୋଟିଏ ତେଜସ୍ୱୀ ପୁତ୍ର ଜନ୍ମ ନେଲା। ଚିତ୍ରାଙ୍ଗଦ ବେଶ୍ ଗୁଣବାନ ଓ ଯୁଦ୍ଧ କଳାରେ ଅତ୍ୟନ୍ତ ନିପୁଣ ଥିଲା। କିଛି ବର୍ଷ ପରେ ସତ୍ୟବତୀଙ୍କ ଗର୍ଭରୁ ବିଚିତ୍ର ବୀର୍ଯ୍ୟ ନାମକ ଆଉ ଏକ ପୁତ୍ର ଜନ୍ମ ନେଲା, ଯିଏକି ବଡ଼ ହୋଇ ଜଣେ ମହାନ ଧନୁର୍ଦ୍ଧର ଭାବରେ ରଣଭୂମିରେ ଯଶ ସାଉଁଟିଲା। ଦୁଇ ଭାଇ କିଶୋର ଅବସ୍ଥାରେ ଥିବା ସମୟରେ ହିଁ ସେମାନଙ୍କ ପିତା ମହାରାଜ ଶାନ୍ତନୁଙ୍କ ତିରୋଧାନ ଘଟିଲା। ଏହାପରେ ଚିତ୍ରାଙ୍ଗଦଙ୍କୁ ରାଜସିଂହାସନରେ ବସାଇ ଭୀଷ୍ମ ତାଙ୍କ ଅଭିଭାବକ ଭାବରେ ହସ୍ତିନାପୁର ରାଜ୍ୟର ଶାସନ କାର୍ଯ୍ୟ ଚଳାଇବାକୁ ଲାଗିଲେ। ରାଜସିଂହାସନରେ ଅଭିଷିକ୍ତ ହେବା ପରେ ଚିତ୍ରାଙ୍ଗଦ ନିଜ ବୀରତ୍ୱ ଦ୍ୱାରା ଅନେକ ରାଜ୍ୟ ଅଧିକାର କରି ନିଜକୁ ରାଜା ଶାନ୍ତନୁଙ୍କ ପରି ପରାକ୍ରମୀ ଓ ଚକ୍ରବର୍ତ୍ତୀ ରାଜା ରୂପରେ ଅବସ୍ଥାପିତ କଲେ। ତିନି ଲୋକରେ ରାଜା ଚିତ୍ରାଙ୍ଗଦଙ୍କ ପରି ବୀର ଆଉ କେହି ନଥିଲେ। ଏଥିପାଇଁ ତାହାଙ୍କ ମନରେ ନିଜ ବାହୁବଳକୁ ନେଇ ଅହଙ୍କାର ସୃଷ୍ଟି ହେବାକୁ ଲାଗିଲା। ଦିନେ ରାଜାଙ୍କ ସମାନ ନାମଧାରୀ ଚିତ୍ରାଙ୍ଗଦ ନାମକ ଜଣେ ଗନ୍ଧର୍ବ ହସ୍ତିନାପୁର ରାଜସଭାକୁ ଆସି ରାଜା ଚିତ୍ରାଙ୍ଗଦଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ ଦେଲା। ଅହଙ୍କାରରେ ବଶୀଭୂତ ରାଜା ତିଳେମାତ୍ର ଭ୍ରୂକ୍ଷେପ ନ କରି ଗନ୍ଧର୍ବ ସହ ନିର୍ଦ୍ଧାରିତ ଦିନ କୁରୁକ୍ଷେତ୍ର ଭୂମିରେ ଯୁଦ୍ଧ କରିବାକୁ ତୁରନ୍ତ ରାଜି ହୋଇଗଲେ। ଯେତେବେଳେ ସତ୍ୟବତୀ ନିଜ ପୁତ୍ରର ଏହି ନିଷ୍ପତ୍ତି ବିଷୟରେ ଜାଣିଲେ, ତାଙ୍କ ହୃଦୟ ଆନ୍ଦୋଳିତ ହେବାକୁ ଲାଗିଲା। ଜଣେ ମାୟାବୀ ଗନ୍ଧର୍ବ ସହ ଯୁଦ୍ଧ କରିବାର ପରିଣତି ଯେ କେତେ ଭୟଙ୍କର ହୋଇପାରିବ, ଏହା ଆଶଙ୍କା କରିନେଇ ସେ ଚିତ୍ରାଙ୍ଗଦଙ୍କୁ ଏଥିରୁ ଏପରି କରିବାରୁ ନିବୃତ୍ତ ହେବା ପାଇଁ ଅନୁରୋଧ କରିବାକୁ ଲାଗିଲେ। ତେବେ ସ୍ୱୟଂ ଭୀଷ୍ମଙ୍କଠାରୁ ଯୁଦ୍ଧବିଦ୍ୟା ଶିକ୍ଷା କରିଥିବା ମହାରାଜ ଚିତ୍ରାଙ୍ଗଦ ପରାକ୍ରମର ଗର୍ବରେ ଅନ୍ଧ ହୋଇ ନିଜ ମାତାଙ୍କ ଉପଦେଶ କର୍ଣ୍ଣପାତ କରିଲେ ନାହିଁ। ଏହାପରେ ଚିତ୍ରାଙ୍ଗଦଙ୍କୁ ବୁଝାଇବା ପାଇଁ ଭୀଷ୍ମ ନିଜେ ତାଙ୍କ ନିକଟକୁ ଆସି କହିଲେ, ପ୍ରିୟ ଅନୁଜ, ସେହି ମୂଢ଼ ଗନ୍ଧର୍ବ ହସ୍ତିନାପୁରର ସିଂହାସନକୁ ଆହ୍ୱାନ ଦେଇଛି। ତେଣୁ ସିଂହାସନର ସଂରକ୍ଷକ ହିସାବରେ ମୁଁ ତାହା ସହ ଯୁଦ୍ଧ କରିବି। ତୁମର ଯୁଦ୍ଧଭୂମିକୁ ଯିବା ଆଦୌ ଆବଶ୍ୟକ ନାହିଁ। ନିଜ ଭାଇଙ୍କ କଥା ଶୁଣି ଚିତ୍ରାଙ୍ଗଦ ଉତ୍ତର ଦେଲେ, ଜ୍ୟେଷ୍ଠ ଭ୍ରାତା, ଚିତ୍ରାଙ୍ଗଦ ଗନ୍ଧର୍ବ ହସ୍ତିନାପୁର ରାଜସିଂହାସନକୁ ନୁହେଁ, ବରଂ ମୋତେ ଆହ୍ୱାନ ଦେଇଛି। ଯଦି ମୋ ସ୍ଥାନରେ ଆପଣ ଯୁଦ୍ଧ କରିବାକୁ ଯିବେ, ତେବେ ତିନି ଲୋକରେ ଏହି କଥା ପ୍ରସିଦ୍ଧ ହୋଇଯିବ ଯେ ରାଜା ଶାନ୍ତନୁଙ୍କ ପୁତ୍ର ହସ୍ତିନାପୁର ସାମ୍ରାଜ୍ୟର ସମ୍ରାଟ ଚିତ୍ରାଙ୍ଗଦ ଗୋଟିଏ କାପୁରୁଷ। କୁହନ୍ତୁ ଭ୍ରାତା, ଏହି କଳଙ୍କର ବୋଝ ମୁଣ୍ଡାଇ ବଞ୍ଚିବା କ'ଣ ମୋ ପାଇଁ ସମ୍ଭବ ହେବ? ଏହାପରେ ଚିତ୍ରାଙ୍ଗଦ ସତ୍ୟବତୀ ଓ ଭୀଷ୍ମଙ୍କଠାରୁ ଆଶୀର୍ବାଦ ନେଇ ଯୁଦ୍ଧଭୂମି ଆଡ଼କୁ ଅଗ୍ରସର ହେଲେ ଓ ଗଲାବେଳେ କହିଗଲେ ଯେ ଯଦି ସେ କୁରୁକ୍ଷେତ୍ରରେ ସ୍ୱର୍ଗପ୍ରାପ୍ତି କରନ୍ତି, ତେବେ ତାଙ୍କ ଅନୁଜ ବିଚିତ୍ର ବୀର୍ଯ୍ୟ ହସ୍ତିନାପୁର ସିଂହାସନରେ ବିରାଜମାନ ହୋଇ ମହାନ କୁରୁବଂଶର ପରମ୍ପରାକୁ ଆଗେଇ ନେବ। କୁରୁକ୍ଷେତ୍ରରେ ଗନ୍ଧର୍ବରାଜ ଓ ହସ୍ତିନାପୁର ମହାରାଜାଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହେଲା। ଯୁଦ୍ଧକଳାରେ ନିପୁଣ ଥିବା ଏହି ଦୁଇ ବୀର ଦୀର୍ଘ 3 ବର୍ଷ ଯାଏ ପରସ୍ପର ସହ ଯୁଦ୍ଧ କରିବା ପରେ ମଧ୍ୟ କେହି କାହାରିକୁ ପରାଜିତ କରିବାରେ ସକ୍ଷମ ହେଉନଥିଲେ। ଶେଷରେ ମହାରାଜ ଚିତ୍ରାଙ୍ଗଦଙ୍କୁ ହରାଇବା ପାଇଁ ଗନ୍ଧର୍ବରାଜ ମାୟାଯୁଦ୍ଧର ସହାୟତା ନେଲା। କିନ୍ତୁ ମାନବୀୟ ଅସ୍ତ୍ରଶସ୍ତ୍ର ଧାରଣ କରିଥିବା ହସ୍ତିନାପୁର ସମ୍ରାଟ ବା କିପରି ଗନ୍ଧର୍ବଙ୍କ ମାୟାଯୁଦ୍ଧର ସାମ୍ନା କରିପାରିଥାନ୍ତେ? ଶେଷରେ ଗନ୍ଧର୍ବରାଜ ହସ୍ତିନାପୁର ସମ୍ରାଟ ଚିତ୍ରାଙ୍ଗଦଙ୍କୁ ପରାଜିତ କରି ତାହାଙ୍କ ବଧ କରିଦେଲେ। ଯୁଦ୍ଧରେ ବିଜୟୀ ହୋଇ ଗନ୍ଧର୍ବରାଜ ଚିତ୍ରାଙ୍ଗଦ ଦେବଲୋକ ଫେରିଗଲେ। ଚିତ୍ରାଙ୍ଗଦଙ୍କ ମୃତ୍ୟୁ ପରେ ତାଙ୍କ କହିଥିବା କଥା ଅନୁସାରେ ଭୀଷ୍ମ ବିଚିତ୍ର ବୀର୍ଯ୍ୟଙ୍କୁ ରାଜସିଂହାସନରେ ଅଭିଷିକ୍ତ କରାଇଦେଲେ ଓ ପୂର୍ବପରି ହସ୍ତିନାପୁର ରାଜ୍ୟର ସଂରକ୍ଷକ ଭାବରେ ନିଜ ଦାୟିତ୍ୱର ଅନୁପାଳନ କରିବାକୁ ଲାଗିଲେ। ସଠିକ୍ ସମୟ ଉପନୀତ ହେଲା ପରେ ସତ୍ୟବତୀଙ୍କୁ ବିଚିତ୍ର ବୀର୍ଯ୍ୟଙ୍କ ବିବାହର ଚିନ୍ତା ଘାରିବାକୁ ଲାଗିଲା ଓ ସେ ଭୀଷ୍ମଙ୍କ ସହ ଏହି ନିମନ୍ତେ ବିଚାର ବିମର୍ଶ କରିବାକୁ ଲାଗିଲେ। ଯେତେବେଳେ କାଶୀ ନରେଶ ନିଜ 3 ପୁତ୍ରୀ ଅମ୍ବା, ଅମ୍ବିକା ଓ ଅମ୍ବାଳିକାଙ୍କ ସ୍ୱୟଂବରର ଘୋଷଣା କଲେ, ସେତେବେଳେ ଭୀଷ୍ମ ବିଚିତ୍ର ବୀର୍ଯ୍ୟଙ୍କ ପାଇଁ କନ୍ୟା ସନ୍ଧାନ କରିବା ଉଦ୍ଦେଶ୍ୟରେ କାଶୀ ନଗରୀ ପ୍ରସ୍ଥାନ କଲେ। ସ୍ୱୟଂବର ସଭାରେ ପହଞ୍ଚି ଭୀଷ୍ମ 3 ରାଜକୁମାରୀଙ୍କୁ ନିଜ ରଥରେ ଆରୂଢ଼ ହେବା ପାଇଁ ଆଦେଶ ଦେଲେ ଓ ରାଜସଭାରେ ଉପସ୍ଥିତ ସମସ୍ତଙ୍କୁ ଆହ୍ୱାନ ଦେଇ କହିଲେ ଯେ ସେ ବଳପୂର୍ବକ ଏହି ରାଜଜେମାମାନଙ୍କୁ ଏଠାରୁ ନେଇଯାଉଛନ୍ତି ତଥା ଯଦି କାହାରି ପାଖରେ ତାଙ୍କୁ ଅଟକାଇବାର ସାମର୍ଥ୍ୟ ଅଛି, ତେବେ ସେ ପ୍ରଚେଷ୍ଟା କରିବାର ଦୁଃସାହସ କରିପାରିବ।
ଏହିପରି କହିସାରି ଭୀଷ୍ମ ତିନି ରାଜକନ୍ୟାଙ୍କୁ ନିଜ ସହ ରଥରେ ବସାଇ ହସ୍ତିନାପୁର ଆଡ଼କୁ ଅଗ୍ରସର ହେବାକୁ ଲାଗିଲେ। ଏହି ସମୟରେ ସ୍ୱୟଂବରରେ ସମ୍ମିଳିତ ହେବାକୁ ଆସିଥିବା ଅନେକ ରାଜା ତଥା ରାଜକୁମାର ଭୀଷ୍ମଙ୍କ ରଥକୁ ଚତୁର୍ଦିଗରୁ ଘେରି ତାଙ୍କ ଉପରକୁ ବାଣବର୍ଷା କରିବାକୁ ଲାଗିଲେ, କିନ୍ତୁ ଗଙ୍ଗାପୁତ୍ର ସେମାନଙ୍କୁ ଅନାୟାସରେ ପରାଜିତ କରି ହସ୍ତିନାପୁର ଆଡ଼କୁ ବଢ଼ିବାକୁ ଲାଗିଲେ। ଏହି ସମୟରେ ରାଜା ଶାଲ୍ୱ ଭୀଷ୍ମଙ୍କ ରଥ ଉପରକୁ ଆକ୍ରମଣ କଲେ ଓ ତାଙ୍କୁ ଅଟକିବା ପାଇଁ ଆହ୍ୱାନ ଦେଲେ। ଭୀଷ୍ମ ତାଙ୍କ ଆଡ଼କୁ ଦେଖିବା ପାଇଁ ଉଦ୍ୟତ ହୁଅନ୍ତେ ଶାଲ୍ୱ ଭୀଷ୍ମଙ୍କ ଉପରକୁ ତୀର ବର୍ଷା କରିବାକୁ ଲାଗିଲେ। ପ୍ରତ୍ୟୁତ୍ତରରେ ଭୀଷ୍ମ ମଧ୍ୟ ତାଙ୍କ ଉପରେ ଆକ୍ରମଣ କରି ଶାଲ୍ୱଙ୍କ ଧନୁ ଭାଙ୍ଗି ପକାଇଲେ। ଏହାପରେ ଭୀଷ୍ମଙ୍କ ଅଗ୍ନିବର୍ଷୀ ବାଣ ଦ୍ୱାରା ଶାଲ୍ୱଙ୍କ ଘୋଡ଼ା ଓ ସାରଥୀ ମଧ୍ୟ ନିହତ ହୋଇଗଲେ। ଶେଷରେ ପରାଜିତ ଓ ଲଜ୍ଜିତ ହୋଇ ଶାଲ୍ୱ ସେଠାରୁ ପଳାୟନ କଲେ ଓ ଭୀଷ୍ମ ରାଜକୁମାରୀମାନଙ୍କୁ ନେଇ ହସ୍ତିନାପୁର ଚାଲିଆସିଲେ। ଏହିପରି ଭାବରେ କାଶୀ ନରେଶଙ୍କ ତିନି କନ୍ୟାଙ୍କୁ ସତ୍ୟବତୀଙ୍କ ନିକଟକୁ ଆଣି ଭୀଷ୍ମ ନିଜ ଅନୁଜ ବିଚିତ୍ରବୀର୍ଯ୍ୟଙ୍କ ବିବାହ କାର୍ଯ୍ୟରେ ଲାଗିପଡ଼ିଲେ। ଏହି ସମୟରେ କାଶୀ ରାଜ୍ୟର ବଡ଼ ରାଜଜେମା ଅମ୍ବା ଭୀଷ୍ମଙ୍କ ନିକଟକୁ ଆସି ସେ ଶାଲ୍ୱଙ୍କୁ ପୂର୍ବରୁ ପତି ରୂପରେ ଗ୍ରହଣ କରିସାରିଥିବାର କଥା କହିଲେ। ଅମ୍ବା ଏହା ମଧ୍ୟ କହିଲେ ଯେ ଯଦି ଭୀଷ୍ମ ସ୍ୱୟଂବରକୁ ଆସି ତାଙ୍କ ଅପହରଣ କରିନଥାନ୍ତେ ତେବେ ସେ ଶାଲ୍ୱଙ୍କୁ ହିଁ ବରଣ କରିଥାନ୍ତେ। ଏହା ଶୁଣି ବେଦଜ୍ଞ ଭୀଷ୍ମ ଧର୍ମ ସଙ୍କଟରେ ପଡ଼ିଗଲେ ଓ ବିଭିନ୍ନ ଋଷିମୁନିଙ୍କ ସହ ବିଚାର ବିମର୍ଶ କରି ଅମ୍ବାଙ୍କୁ ଶାଲ୍ୱଙ୍କ ନିକଟକୁ ଚାଲିଯିବା ପାଇଁ ଆଜ୍ଞା ପ୍ରଦାନ କଲେ। ଏହାପରେ ଅମ୍ବିକା ଓ ଅମ୍ବାଳିକାଙ୍କ ସହ ବିଚିତ୍ରବୀର୍ଯ୍ୟଙ୍କର ବିବାହ ବୈଦିକ ରୀତିରେ ସମ୍ପନ୍ନ ହେଲା। ବିଚିତ୍ରବୀର୍ଯ୍ୟଙ୍କ ବିବାହ ଉପରାନ୍ତେ ଦୁଇ ରାଜଜେମା ହସ୍ତିନାପୁରର ମହାରାଣୀ ଭାବରେ ବେଶ୍ ଆନନ୍ଦରେ ନିଜ ଜୀବନ ଅତିବାହିତ କରିବାକୁ ଲାଗିଲେ। କିନ୍ତୁ ବିଧିର ବିଧାନ ଅନ୍ୟ କିଛି ଥିଲା। ବିବାହର ମାତ୍ର 7 ବର୍ଷ ପରେ ବିଚିତ୍ରବୀର୍ଯ୍ୟ କୌଣସି ଅଜଣା ରୋଗରେ ପଡ଼ି ମୃତ୍ୟୁବରଣ କଲେ। ଭୀଷ୍ମ ବିଚିତ୍ରବୀର୍ଯ୍ୟଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ କରିବା ପରେ ହସ୍ତିନାପୁରର ସିଂହାସନ ପୁନର୍ବାର ଶୂନ୍ୟ ହୋଇଗଲା। ବିଚିତ୍ରବୀର୍ଯ୍ୟଙ୍କ କୌଣସି ସନ୍ତାନ ନଥିଲା। ଏଣୁ ହସ୍ତିନାପୁରକୁ ଉତ୍ତରାଧିକାରୀ ଦେବା ନିମନ୍ତେ ସତ୍ୟବତୀ ଭୀଷ୍ମଙ୍କୁ ରାଜସିଂହାସନ ଗ୍ରହଣ କରିବା ସହ ତାଙ୍କ ଦୁଇ ବୋହୂଙ୍କୁ ବିବାହ କରି ସେମାନଙ୍କୁ ମାତୃତ୍ୱର ସୁଖ ଦେବା ପାଇଁ ଅନୁରୋଧ କଲେ। ଚିର ବ୍ରହ୍ମଚର୍ଯ୍ୟ ପାଳନ କରିବା ପାଇଁ ପ୍ରତିଜ୍ଞା ନେଇଥିବା ଭୀଷ୍ମଙ୍କୁ ସତ୍ୟବତୀଙ୍କ ଏହି ପ୍ରସ୍ତାବ ଭୀଷଣ ଧର୍ମ ସଙ୍କଟରେ ପକାଇଦେଲା। ଅତଃ ଭୀଷ୍ମ ନିଜ ମାତାଙ୍କୁ ଉତ୍ତର ଦେଇ କହିଲେ, ମାତା, ମୋତେ କ୍ଷମା କରିବେ। ଯଦିଓ ଆପଣ ଦେଇଥିବା ଉପଦେଶ ଯୁକ୍ତିସଙ୍ଗତ, ତେବେ ମୁଁ ଏହାର ପାଳନ କରିବା ପାଇଁ ଅସମର୍ଥ। ହସ୍ତିନାପୁର ସିଂହାସନ ତ୍ୟାଗ କରି ତଥା ସଦା ବ୍ରହ୍ମଚାରୀ ରହି ଏହାର ସେବା କରିବା ପାଇଁ ମୋ ପିତାଙ୍କୁ ଦେଇଥିବା ମୋର ଶପଥ ଅଟଳ ଓ ଅକ୍ଷୁର୍ଣ୍ଣ ଅଟେ। ମୁଁ 3 ଲୋକର ତ୍ୟାଗ କରିପାରିବି ପଛେ ଏହି ପ୍ରତିଜ୍ଞା ଭଙ୍ଗ କରିବା ମୋ ପାଇଁ ଅସମ୍ଭବ।